ମୁଁ ସର୍ବପ୍ରଥମେ ଦର୍ଶକଙ୍କୁ ଓଡ଼ିଶାର ଯେଉଁ ଦର୍ଶକ ମାନଙ୍କୁ କି ବାହାରୁ ଆସିଥିବା ଡେଲିଗେଟ୍ସ ମାନଙ୍କୁ ଆପଣଙ୍କ ମାଧ୍ୟମରେ ମୁଁ କୃତଜ୍ଞତା ଜ୍ଞାପନ କରିବି ଏବଂ ଅଭିନନ୍ଦନ ଜଣାଇବି ଯେ ଇଣ୍ଡିଆ ଜିତିବା ଏବଂ ସେମାନେ ଆସିକି ଯେଉଁ ମ୍ୟାଚ୍ଟିକୁ ଶାନ୍ତି ଶୃଙ୍ଖଳା ରକ୍ଷା କରିକି ମ୍ୟାଚ୍ଟିକୁ ଉପଭୋଗ କରିବା ଏଇଟା ଗୋଟେ ମାନେ ବହୁତ ବଡ଼ କଥା ଆଉ ସେଥିପାଇଁ ମୁଁ ତାଙ୍କୁ ମୋ ତରଫରୁ ଏବଂ ଓଡ଼ିଶା କ୍ରିକେଟ ଆସୋସିଏସନ ତରଫରୁ ତାଙ୍କୁ ହାର୍ଦ୍ଦିକ କୃତଜ୍ଞତା ଜ୍ଞାପନ କରୁଛି। ସେକେଣ୍ଡ କଥା ହେଲା ମ୍ୟାଚ୍ଟି ଯେଉଁ ରୂପରେ ଯେଉଁ ପିଚ୍ର ବିହେଭ୍ ଆମେ ଡର ଥିଲା କ'ଣ କରିବ ନ କରିବ ତ ପିଚ୍ର ବିହେଭ୍ ବହୁତ ଭଲ ଥିଲା ଯେଉଁଟାକି ଆପଣ ଜାଣିଥିବେ ଯେ 300 ଉପରେ ରନ୍ ଉଭୟ ଟିମ୍କୁ ମିଶାଇଲେ 600 ଉପରେ ରନ୍ ହେଲା ତ ମୁଁ ଆମର ଯେଉଁମାନେ କ୍ୟୁରେଟର ଥିଲେ ମୁଁ ତାଙ୍କୁ ଧନ୍ୟବାଦ ଦେବାକୁ ଚାହେଁ ଏବଂ ବିସିସିଆଇର କ୍ୟୁରେଟର ମଧ୍ୟ ଆମର ଯିଏ ଲୋକାଲ କ୍ୟୁରେଟର ଅଞ୍ଜନ ଖୁଣ୍ଟିଆ ଏମାନେ ଅକ୍ଲାନ୍ତ ପରିଶ୍ରମ ଖରାରେ ରହିକି ଯେଉଁମାନେ କରିଛନ୍ତି ସେଥିପାଇଁ ତାର ଫଳ ଆମେ ପାଇଲୁ। ଆମ ଓଡ଼ିଶା ଲୋକ ବହୁତ ଡିସିପ୍ଲିନ ଆଉ ଦେଖିବେ ଆଗରୁ ଯେଉଁମାନେ କି ପଡ଼ିଆ ଭିତରେ ବହୁତ ଲୋକ ବୁଲୁଥିଲେ ଆପଣମାନେ ଦେଖିଥିବେ ଏଥର ପଡ଼ିଆ ଭିତରେ ଲିମିଟେଡ୍ ଲୋକ ବୁଲୁଥିଲେ ପଡ଼ିଆ ଭିତରେ ମଧ୍ୟ ଆମର ଟେମ୍ପରାରୀ ଷ୍ଟାଣ୍ଡ ଥାଇକି ମଧ୍ୟ ଲୋକମାନେ ଡିସିପ୍ଲିନ ୱେରେ ମ୍ୟାଚ୍ ଦେଖିବା ଏଇଟା ଗୋଟେ ମାନେ ସୂଚାଇ ଦେଉଛି ଯେ ଲୋକଙ୍କର ଇଣ୍ଟରେଷ୍ଟ ଅଛି ଯେ ବାରବାଟୀରେ ବର୍ଷକୁ ଗୋଟେ ମ୍ୟାଚ୍ ହଉ।